ରତ୍ନଭଣ୍ଡାର ଖୋଲିଲା, ଏବେ ରତ୍ନ ଅଳଙ୍କାର ଗଣତି ମଣତିକୁ ଅପେକ୍ଷା। ଏସବୁ ଭିତରେ ମନକୁ ଆସୁଛି ଅନେକ ପ୍ରଶ୍ନ। ରହସ୍ୟମୟ ଭଣ୍ଡାର ଭିତରୁ ମିଳିବ କି ବିଭିନ୍ନ ଗଜପତି ରାଜ୍ୟ ଜୟ କରି ଆଣିଥିବା ଧନରତ୍ନ, ମୁକୁଟ ଓ ସିଂହାସନ? କେବଳ ପ୍ରଥମ ଓ ଦ୍ୱିତୀୟ ନୁହେଁ, ଜନଶ୍ରୁତି ଅନୁସାରେ ସମ୍ଭବ ତୃତୀୟ କୋଠରୀ ଓ ଭୂତଳ ଗୁପ୍ତ ଭଣ୍ଡାର ଅନୁସନ୍ଧାନ ମଧ୍ୟ ଆବଶ୍ୟକ ବୋଲି କହିଲେ ଐତିହ୍ୟ ଗବେଷକ। ଗ୍ଲୋବାଲ ଲିଡର ମୋଦି। ଏକ୍ସରେ 100 ମିଲିୟନ ଛୁଇଁଲା ଫଲୋଅର୍ସଙ୍କ ସଂଖ୍ୟା। ନରେନ୍ଦ୍ର ମୋଦି ତାଙ୍କ ନାମରେ ଆଉ ଏକ ବଡ଼ ରେକର୍ଡ କରିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା 100 ମିଲିୟନ ବା 10 କୋଟି ଛୁଇଁଛି। ଯଦି ବିଭିନ୍ନ ଭାରତୀୟ ରାଜନେତାଙ୍କ ସୋସିଆଲ ମିଡ଼ିଆ ଫଲୋଅର୍ସଙ୍କ ସହ ତୁଳନା କରୁ, ତେବେ ସୋସିଆଲ ମିଡ଼ିଆ ଫଲୋଅର୍ସ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ବହୁତ ଆଗରେ ଅଛନ୍ତି। ଏହାର ଅର୍ଥ ମୋଦି ଏବେ ଅଧିକ ଫଲୋଅର୍ସ ରହିଥିବା ଗ୍ଲୋବାଲ ଲିଡର ହୋଇଯାଇଛନ୍ତି। ବିଶ୍ୱ ରାଜନେତାଙ୍କ ସର୍ବାଧିକ ଅନୁସରଣକାରୀ ତାଲିକାରେ ମୋଦି 2 ନମ୍ବରରେ ରହିଛନ୍ତି। ତାଙ୍କଠାରୁ ଅଧିକ ଲୋକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଅନୁସରଣ କରୁଛନ୍ତି। ଡିଜିଟାଲ ଆରେଷ୍ଟ ଫାଶରେ ଓଡ଼ିଶା। ବାବୁ ବନୁଛନ୍ତି ବୋକା, ଲୁଟେରା ମାଲେମାଲ। ସାଇବର ଲୁଟେରାଙ୍କ ଠକେଇର ନୂଆ ତରିକା। ଡିଜିଟାଲ ଆରେଷ୍ଟ ଅନଲାଇନରେ ବଡ଼ ବଡ଼ ଅଫିସରଙ୍କୁ ବୋକା ବନାଇ ଲୁଟୁଛନ୍ତି କୋଟି କୋଟି ଟଙ୍କା। ଗଲା କିଛି ମାସ ଭିତରେ ଓଡ଼ିଶାରେ ବି କାୟା ବିସ୍ତାର କଲାଣି ଡିଜିଟାଲ ଆରେଷ୍ଟ ତରିକା ବଡ଼ ନେଟୱାର୍କ। ଡିସେମ୍ବର 2023 ରାଜ୍ୟର ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କଠାରୁ ଲୁଟ୍ ହୋଇଥିଲା 2.5 କୋଟିରୁ ଅଧିକ ଟଙ୍କା। ଗତକାଲି କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଦିଲ୍ଲୀରୁ 2 ନାଇଜେରିଆଙ୍କୁ ଗିରଫ କରି ଓଡ଼ିଶା ଆଣିବା ପରେ ଆମ ରାଜ୍ୟରେ ବି ଡିଜିଟାଲ ଆରେଷ୍ଟ ତରିକା ନେଟୱାର୍କ ବଢ଼ୁଥିବା ନେଇ ଚର୍ଚ୍ଚା ହେଉଛି। ପରେ ମେ 2024 ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସାଇବର ଲୁଟେରା ଠକି ନେଇଥିଲେ 30 ଲକ୍ଷ ଟଙ୍କା। ଏନେଇ କ୍ରାଇମବ୍ରାଞ୍ଚ ସାଇବର ସେଲ୍ରେ ଅଭିଯୋଗ ପରେ ପୂର୍ବତନ ଆଇଏଏସ୍ଙ୍କୁ ଲୁଟ୍ ଘଟଣାର ପ୍ରାୟ 7 ମାସ ପରେ ଲୁଟେରାଙ୍କ ପାଖରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ପୋଲିସ। ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ। ଲିଜେଣ୍ଡସ୍ ଟ୍ରଫି ଉପରେ କବ୍ଜା। ଫାଇନାଲରେ ଅମ୍ବାତି ରାଉଡଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟ କରିବାରେ ପ୍ରମୁଖ ଭୂମିକା ତୁଲାଇଛି। ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ 2024 ଟୁର୍ଣ୍ଣାମେଣ୍ଟରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଣ୍ଡିଆ ଚାମ୍ପିୟନ୍ସ। ଯୁବରାଜ ସିଂହଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡସ୍ ପାକିସ୍ତାନକୁ 5 ୱିକେଟରେ ଧୂଳି ଚଟାଇ ଚାମ୍ପିୟନ ହୋଇଛି। ଅମ୍ବାତି ରାଉଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଲିଜେଣ୍ଡସ୍ ଚାମ୍ପିୟନ ହୋଇଛି। ପାକିସ୍ତାନ ଚାମ୍ପିୟନ୍ସ ପକ୍ଷରୁ ଶୋଏବ ମଲ୍ଲିକ 36 ବଲ୍ରୁ ସର୍ବାଧିକ 41 ରନ୍ କରିଥିଲେ, ଯେଉଁଥିରେ 3ଟି ଛକା ଅନ୍ତର୍ଭୁକ୍ତ ଥିଲା। ତେବେ ଇଣ୍ଡିଆ ଲିଜେଣ୍ଡସ୍ ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲେ। ବଙ୍ଗୋପସାଗରର ଝାଡ଼ଖଣ୍ଡ ଓ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ଲାଗି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ସମୁଦ୍ର ପତ୍ତନର 5.8 କିମି ଉପରେ ରହିଛି।
ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ବର୍ଷା ଜାରି ରହିଛି। କେବଳ 17 ତାରିଖ ସକାଳ ସୁଦ୍ଧା ହାଲୁକା ବର୍ଷା ରହିଥିବା ବେଳେ ଆଗାମୀ 5 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ରହିଛି। ଏହି ସବୁ ଜିଲ୍ଲାରେ 12ରୁ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ଆକଳନ କରାଯାଉଛି। ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ 7ରୁ 11 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଏହାଛଡ଼ା ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲା ସହ 17 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 17 ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ପରୀକ୍ଷାର୍ଥୀଙ୍କୁ ପ୍ରଭାବିତ କରେ ହଲ୍ ଉଚ୍ଚତା, ଅଧ୍ୟୟନରୁ ଖୁଲାସା। ୟୁନିଭର୍ସିଟି ଅଫ୍ ସାଉଥ୍ ଅଷ୍ଟ୍ରେଲିଆ ଓ ଡିକିନ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଅଧ୍ୟୟନରେ ଗବେଷକମାନେ ଏକ ନୂଆ ତଥ୍ୟ ଦେଇଛନ୍ତି। ପରୀକ୍ଷାରେ ପ୍ରଦର୍ଶନ ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ଅଧ୍ୟୟନ ଓ ପରୀକ୍ଷା ପ୍ରସ୍ତୁତି ଉପରେ ନିର୍ଭର କରେ। ଏହି ବିଶ୍ୱାସ ଆମର ବହୁ ପୁରୁଣା, ତେବେ ଏକ ସଦ୍ୟ ଅଧ୍ୟୟନ ଏହାକୁ ଖଣ୍ଡନ କରିଛି। ଅଧ୍ୟୟନ ଅନୁସାରେ ଯେଉଁ କୋଠରୀରେ ଆପଣ ପରୀକ୍ଷା ଦେଉଛନ୍ତି ତାହା ଆପଣଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଏ। ଜଣେ ପରୀକ୍ଷାର୍ଥୀ ପରୀକ୍ଷାରେ କିଭଳି ପ୍ରଦର୍ଶନ କରିବେ, ପରୀକ୍ଷା କେନ୍ଦ୍ରର ଛାତର ଉଚ୍ଚତା ମଧ୍ୟ ତାହା ନିର୍ଦ୍ଧାରଣ କରେ। ଗବେଷକମାନେ 2011 ଓ 2019 ମସିହା ମଧ୍ୟରେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର 15,400 ସ୍ନାତକ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ପରୀକ୍ଷାଫଳକୁ ପରୀକ୍ଷା ହଲ୍ ଛାତ ଉଚ୍ଚତା ଆଧାରରେ ପରୀକ୍ଷା କରିଥିଲେ। ଅଧ୍ୟୟନରୁ ଜଣାପଡ଼ିଲା, ଯେଉଁମାନେ ଉଚ୍ଚ ଛାତ ଥିବା କୋଠରୀରେ ପରୀକ୍ଷା ଦେଉଥିଲେ ସେମାନେ କମ୍ ମାର୍କ ରଖିଥିଲେ। ଅଧ୍ୟୟନର ନେତୃତ୍ୱ ନେଇଥିବା ଇସାବେଲା ବେୱର କହିଛନ୍ତି, ପରୀକ୍ଷା ହଲ୍ ଉପସ୍ଥିତ ବିଦ୍ୟାର୍ଥୀଙ୍କ ସଂଖ୍ୟା ହଲ୍ ତାପମାତ୍ରା ଓ ବାୟୁ ଗୁଣବତ୍ତାରେ ଅସ୍ଥିରତା ମଧ୍ୟ ଆମ ମସ୍ତିଷ୍କ ଓ ଶରୀରକୁ ପ୍ରଭାବିତ କରେ। ପରୀକ୍ଷା ପ୍ରଦର୍ଶନ ଉପରେ ଏହାର ପ୍ରଭାବ ରହିଛି। ଯଦି ଆମ ଚ୍ୟାନେଲର ପ୍ରତ୍ୟେକ ଖବର ଆପଣମାନେ ପାଇବାକୁ ଚାହୁଁଛନ୍ତି, ତେବେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରନ୍ତୁ ଏବଂ ଯଦି ଆମ ଖବର ଆପଣମାନେ ପସନ୍ଦ କରନ୍ତି ତେବେ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଆଜିର ଖବରକୁ ଏଇଠି ରଖୁଛୁ। ନମସ୍କାର, ଜୟ ଜଗନ୍ନାଥ।